ପିଲାଙ୍କର ନୂତନ ସ୍କୁଲ ବେଗ କିଣିବା ସମୟରେ ଧ୍ୟାନ ଦିଅନ୍ତୁ ଏହି 5ଟି ନିୟମ। ତେବେ ଆପଣଙ୍କର ଛୁଆଙ୍କର ପାଠ ପଢ଼ାରେ ଉନ୍ନତି ନିଶ୍ଚୟ ହେବ। ଦର୍ଶକ ବନ୍ଧୁ, ଏବେ ଆପଣମାନେ ଚିନ୍ତା କରୁଥିବେ ଯେ ସ୍କୁଲ ବେଗ କିଣିବା ଏବଂ ଛୁଆଙ୍କର ପାଠ ପଢ଼ାରେ ଉନ୍ନତି ସହିତ କ'ଣ ସମ୍ପର୍କ ରହିଛି। ଦର୍ଶକ ବନ୍ଧୁ, ଯେତେବେଳେ ଛୋଟ ଛୁଆ ପାଇଁ ଆମେ ସ୍କୁଲ ବେଗ କିଣିଥାଉ କିମ୍ବା କୌଣସି ବିଦ୍ୟା ସମ୍ବନ୍ଧିତ ସେ ବହି ହେଉ, ପେନ୍, ପେନ୍ସିଲ ଏ ସବୁ ଜିନିଷ ହଉ, ଆପଣ ମାନେ ଗୋଟିଏ ଶୁଭ ବାରରେ କିଣନ୍ତୁ ଏବଂ ଛୁଆଙ୍କର ସ୍କୁଲ ଆଡମିସନ ମଧ୍ୟ ଗୋଟିଏ ଭଲ ଦିନରେ କରନ୍ତୁ। କାରଣ ଆମେ ଛୁଆଙ୍କର ଭବିଷ୍ୟତ ଉଜ୍ଜଳ କରିବା ପାଇଁ ଚାହୁଁଛେ। ଯେମିତି କି ଆପଣ ମାନେ ଗୁରୁବାର, ଶୁକ୍ରବାର, ସୋମବାର, ବୁଧବାର ଏହି ଦିନ ମାନଙ୍କରେ ଛୁଆ ମାନଙ୍କର ପାଇଁ ସ୍କୁଲ ସମ୍ବନ୍ଧିତ ଜିନିଷ କିଣିବା, ସ୍କୁଲରେ ଆଡମିସନ କରାଇବା ଏ ସବୁ ବହୁତ ଶୁଭ ମନେ କରାଯାଏ। ଏହି ଦିନ ମାନଙ୍କରେ ସ୍କୁଲ ପାଇଁ ଜିନିଷ କିଣିବା ଏବଂ ସ୍କୁଲରେ ଆଡମିସନ କରିବା, ଏହା କରିବା ଦ୍ୱାରା ଛୁଆଙ୍କର ଉନ୍ନତି ବହୁତ ହୋଇଥାଏ। ଏବେ ସ୍କୁଲ ବେଗ, ଆପଣ କେବେ ବି ସ୍କୁଲ ବେଗର ରଙ୍ଗ କଳା କିମ୍ବା ସ୍କାଏ କଲର, ବ୍ଲୁ କଲର ଆଣନ୍ତୁ ନାହିଁ। ସଦା ସର୍ବଦା ସ୍କୁଲ ବେଗ ହଳଦିଆ ରଙ୍ଗର ହେବା ଦରକାର। ଯଦି ହଳଦିଆ ରଙ୍ଗର ନ ହେଉଛି, ଆପଣ ପିଙ୍କ କଲର ବି କିଣି ପାରନ୍ତି, କିନ୍ତୁ ରେଡ କଲର କିଣିବେ ନାହିଁ। ଯଦି ଆପଣ ମାନେ ଅଲଗା କେଉଁ ରଙ୍ଗର କିଣୁଛନ୍ତି, ସେଠି କିଛି ହଳଦୀ ଲଗାଇ ଦିଅନ୍ତୁ। ଗୋଟିଏ ଗୁରୁବାର ଦିନ ଗୋଟିଏ ଗୋଟା ହଳଦୀକୁ ହଳଦିଆ ରଙ୍ଗର କପଡାରେ ବାନ୍ଧି କରି ପିଲାର ସ୍କୁଲ ବେଗରେ ଭିତରେ ରଖି ଦିଅନ୍ତୁ ଏବଂ ଛୁଆଙ୍କୁ ପ୍ରତି ଗୁରୁବାରକୁ ଗୁରୁବାର ହଳଦୀର ତିଲକ ଲଗାନ୍ତୁ ଏବଂ ହଳଦୀ ଗୋଟିଏ ତମ୍ବା ଢାଳରେ ହଳଦୀ ପାଣି କଦଳୀ ବୃକ୍ଷରେ ଓಂ ନମୋ ଭଗବତେ ବାସୁଦେବାୟ କହି ଛୁଆଙ୍କ ହାତରେ ପ୍ରତି ଗୁରୁବାରକୁ ଗୁରୁବାର ଦିଅନ୍ତୁ। ଏହା ଦ୍ୱାରା ବୃହସ୍ପତି ମଜବୁତ ହୋଇଥାଏ ଏବଂ ଛୁଆର ପାଠ ପଢାରେ ବହୁତ ଉନ୍ନତି ହୋଇଥାଏ। ଛୁଆଙ୍କୁ ପ୍ରତି ଗୁରୁବାରକୁ ଗୁରୁବାର ଗୋଟିଏ ମୁଠା ହଳଦିଆ ଚାଉଳ ପକ୍ଷୀ ମାନଙ୍କୁ ଖାଇବାକୁ ଦିଅନ୍ତୁ। ଦେଖିବେ ଛୁଆର ପାଠ ପଢାରେ କେତେ ଉନ୍ନତି ହେଉଛି। ଦର୍ଶକ ବନ୍ଧୁ, ଛୁଆ ମାନଙ୍କ ପାଇଁ ଯେଉଁ ଆପଣ ବେଗ, ବହି ପତ୍ର ଯାହା ବି ନୂଆ ଜିନିଷ କିଣୁଛନ୍ତି, ସେଥିରେ କିଛି ହଳଦୀର ଏବଂ ଗଙ୍ଗା ଜଳରେ ତିଲକ ଲଗାନ୍ତୁ। ପ୍ରଥମେ ଘର ଠାକୁରଙ୍କ ପାଖରେ, ମା ସରସ୍ୱତୀ ଏବଂ ପ୍ରଭୁ ଗଣେଶଙ୍କ ପାଖରେ ତାହାକୁ ଟିକେ ଦେଖାଇ ଦିଅନ୍ତୁ। ଯାହା ବି ଛୁଆଙ୍କ ପାଇଁ ନୂଆ ଜିନିଷ ଆଣୁଛନ୍ତି, ଟିକେ ଠାକୁରଙ୍କୁ ଦେଖାଇ ଦିଅନ୍ତୁ। ସ୍କୁଲର ଟିଫିନ ହଉ, ସ୍କୁଲର ୱାଟର ବୋଟଲ ହଉ, ଏହାର ରଙ୍ଗ ସବୁବେଳେ କଳା ରଙ୍ଗ କେବେ ବି ଆଣିବେ ନାହିଁ ଏବଂ ଛୁଆ ମାନଙ୍କ ପାଇଁ ପୁରା ପିଓର ଷ୍ଟିଲର ବୋଟଲ ଆଣିବେ, ଯେମିତି କି ଜଙ୍ଗ ଲାଗୁନଥିବ ଏବଂ ସେହି ବୋଟଲର ତଳେ S30 କିମ୍ବା S320 ଲେଖାଯିବା ନିହାତି ଦରକାର ଅଟେ, ଯାହାକି ଗୋଟିଏ ଭଲ ପ୍ଲାଷ୍ଟିକକୁ ଦର୍ଶାଏ। କିଛି ଷ୍ଟିଲ ଅଛି ଆପଣ ଜଙ୍ଗ ଲାଗିଯିବ, ଯଦି ତାହା ଲେମ୍ବୁ ଦହିର ସଂସ୍ପର୍ଶରେ ଆସିବ, ଜଲ୍ଦି ତାହା ଜଙ୍ଗ ଲାଗିଯିବାର ସମ୍ଭାବନା ଅଛି। ସବୁବେଳେ ଛୁଆମାନଙ୍କ ପାଇଁ ଷ୍ଟିଲ ଟିଫିନ କିମ୍ବା ଷ୍ଟିଲ ୱାଟର ବୋଟଲରେ ପାଣି ପିଇବା ପାଇଁ ଦିଅନ୍ତୁ। ସ୍କୁଲ ବେଗ ଯେତେବେଳେ ବି କିଣୁଛନ୍ତି, ଏହି ରଙ୍ଗକୁ ଆପଣ ମାନେ ଏଭଏଡ କରନ୍ତୁ ଏବଂ ଛୁଆମାନଙ୍କ ପାଇଁ ଯାହା ବି ନୀତିଦିନିଆ ଦୈନନ୍ଦିନ ଜୀବନରେ ବସ୍ତ୍ର ପିନ୍ଧୁଛନ୍ତି, କଳା ରଙ୍ଗ ଏବଂ ବ୍ଲୁ କଲରକୁ ଏଭଏଡ କରନ୍ତୁ। ଏହା ଛୁଆ ମାନଙ୍କର ଛୋଟିଆ ଛୋଟିଆ ଜିନିଷ ପ୍ରତି ଯଦି ଆପଣ ମାନେ ଧ୍ୟାନ ଦେବେ, ସେମାନଙ୍କର ଭବିଷ୍ୟତରେ ଉନ୍ନତି ନିଶ୍ଚୟ ହେବ। ଆଜି ପାଇଁ ରହୁଛି, ପୁଣି ଦେଖା ହେବ ଆଗାମୀ ଏକ ସୁନ୍ଦର ଭିଡିଓରେ। ଭିଡିଓଟି ଭଲ ଲାଗିଲେ ଲାଇକ୍ କରି ସବସ୍କ୍ରାଇବ କରିବା ପାଇଁ ଜମା ବି ଭୁଲନ୍ତୁ ନାହିଁ।